ଅଗ୍ରସର ହୋଇ ଚାଲିଛି। 17 କିଲୋ। ସାଙ୍ଗ ଅଲିପ୍ରାର ଗୁଞ୍ଜନରେ ଫୁଲରାଣୀ କେତେ ଆନନ୍ଦିତ ହେଉଛନ୍ତି। ଆଲୋ ଆଲୋ ହିଁ ଫୁଲ ଏଭଳି ସେବା ମଣିଷ ଦୃଶ୍ୟ ଦେଖି କୋଉ ଅଣୁତ ଯୁବତୀ ଥର ଥରି ରହିପାରିବ? ଆଲୋ ସାଙ୍ଗ ଆଲୋ ମୁଁ ଶୁଣିବାକୁ ପାଇଛି କୁଆଡେ ଆମ କାଶୀ ରାଜ୍ୟରେ ଗୋଟେ ସୁନ୍ଦର ଫୁଲ ବଗିଚାଟିଏ ଅଛି। ଆଲୋ ଜମା ଚାଲୁନ ସାଙ୍ଗ ସେ ଫୁଲ ବଗିଚାକୁ ଆମେ ଘେରାଏ ବୁଲିକି ଆସିବା। ଠିକ ଅଛି ଲୋ। ତାହେଲେ ଯିବା। सहचरी संगातरे धरी आसे धीरे सामुका सहचरी संगातरे धरी आसे धीरे सामुका सखीकर संगरे केते नाना रंगरे जेमावा चारो आसनायिका सहचरी संगातरे धरी आसे धीरे सामुका सहचरी संगातरे धरी आसे धीरे सामुका। बौला काशीपुर राईच्या अटेराच्या कुमारी अलसी त्रिभंगी ठाणी अनुपमा सुंदरी सागर चांद परिबदन साग अपसारी नहे बेसमा नवजौवनी नवनायिका सखीकर संगरे केते नाना रंगरे जेमावाचर आसनायिका सहचरी संगातरे धरी आसे धीरे सामुका सहचरी संगातरे धरी आसे धीरे सामुका। सखी ए आम काशीराच्या फुल बगीचाटा देखिବାକୁ ବହୁତ ସୁନ୍ଦର ହେଇଛି। 17 କିଲୋ ଲାଗୁଛି ଏମିତି ଏ ଫୁଲ ଉଦ୍ୟାନ ଛାଡି ଆଉ ଚମାରୁ ଆସକୁ ଫେରନ୍ତି ନାହିଁ କି? ଆଲୋ ଜେମା ବଉଲ ସେଇଠି ଦେଖିଲ ଆଲୁ କୋଉଠି? ସେଇଠି ଲୋ ଆଲୁ ସେଇ ହଁ ସତରେ ସଖୀ ଆଜି ସୂର୍ଯ୍ୟ ଦେବତା ସୁପ୍ରଭାତ ଉଦୟ ଏ ଧରାପୃଷ୍ଠ କେମିତି ଆଲୋକିତ କରିଛନ୍ତି ଆଉ ତା ସହିତ ସେଇ ରାତିର ନିର୍ଜନଟେ ଦେଖିଲ ସୂର୍ଯ୍ୟର କିରଣ ପଡ଼ିବା ହେତୁ ସତରେ ମନଟା ଲୋଭ ହେଇଛି ସୁନ୍ଦରଠୁ
ଆହୁରି ସୁନ୍ଦର ଦେଖାଯାଉଛି। ଆଲେ ଅପା ଦେଖିଲ ଦେଖ ଆଜି ନା ସେଇ ଜନଟାରେ ବି ଅଧିକ ସୁନ୍ଦର ଦେଖାଯାଉଛ ଲୋ ଅପା। ମୋ ସତେ ସତରେ ଲୋ ରାଜକୁମାର ଶାମୁକା ତମମାନଙ୍କୁ ଏତେ ଭଲ ଲାଗିଲା? ହାଲୋ ଆମକୁ ଯେମିତି ଲାଗେ ନା ସ୍ୱର୍ଗର ଅପ୍ସରୀ ଆମ ପାଖକୁ ଓଳେଇ ଆସିଛି ଲୋ ଓଳେଇ ଆସିଛି। ଆଚ୍ଛା ହାଲୋ ଆରେ ଭଲ ହାଲୋ ମୁଁ ଜମା ଗୋଟେ କଥା ଜମାରୁ ବି ବୁଝିପାରୁନି। କଣ କିଲୋ? ଆଲୁ ସାଙ୍ଗ ହଁ ତମେ ତ ହଉଛ ମୋ ପିଲାଟି ଦିନର ବନ୍ଧୁ। ହାଲୋ ତମେ ମାନେ କେବେ ହେଲେ ମୋ ପ୍ରଶଂସା ଏମିତି କରିନ। ହଁ ପରା ହେଲେ ଆଜି ହଠାତ୍ ମୋ ପ୍ରଶଂସା କରିବାର ମାନେ କଣ କହିଲ? ଇମା କଣ କହିଲ ଆଲେ ଅପା ସାଙ୍ଗ ତମେ ନା ଆମର ଛୋଟ ବେଳର ସାଙ୍ଗ। ହଁ ତ ଯଦି ତମର ପ୍ରଶଂସା ନ କରିବୁ ଆଉ କାହାର କରିବୁ କହିଲ? ଆଲୁ ଭଲ ହାଲୋ ମୋ ମନ ଭିତରେ ସନ୍ଦେହ ଉପୁଜୁଛି। ଆଲୁ ସାଙ୍ଗ ତମ ମନ ଭିତରେ ଏମିତି କଣ ଅଛି କହିଲ? ଏମିତି ବୁଲେ ବଙ୍କି କହି ଚାଲିଛ। ଆଲେ ଅପା କଥାରେ ନାଇଁ କି ମା ଅର୍ଜଟକେ ଆମିଲ କଟା ଯେନ୍ତା ସମରୁଚେ ଅର୍ଜଟକେ ଆମିଲ କଟା ଯେନ୍ତା ସମରୁଚେ ନିଜ ବଦଙ୍ଗରା ଦେଖି করে একটা ইনসান আছে। ଆଲୁ ବୋଲ ହାଲୋ ତମେ ମାନେ କଣ କହିବାକୁ ଚାହୁଁଛ କହିଲ? ତମ ମାନେ କଥା ନା ମୁଁ ଜମା ବୁଝିପାରୁନି ଲୋ। ଆଲେ ଜେମା ସାଙ୍ଗ ଯୋଉ କଥା ସତ ସେଇ କଥା ହିଁ କହୁଛୁ ଲୋ। ଆରେ କଣ କହିବାକୁ ଚାହୁଁଛ? ଠିକ ଅଛି ଲୋ ତାହେଲେ ମନ ଧ୍ୟାନ ଦେଇକି ଶୁଣା। ତେବେ ଠିକ ଅଛି ବୋଲ। এ মালা স্কুলে লতা দেখ হে মা কেলতা ঢঙ্গে কথাইছ হে মা ভুলি গলা ভোকসছ হে মা গড়ি গলা তো বয়স কাহে বেমারিটা ধরলা সতে কাহে বেমারিটা ধরলা সতে যে মা রাখি নিদ নেই না সতে যে মা রাখি নিদ নাই না সতে আলে যে মা ହଁ ବୋଲ दम धरी करी रल जे मारसिया पिला रसे बारसे दम धरी करी रल जे मारसिया पिला रसे बारसे ଆଲେ ବୋଲ ହାଲୋ ତମେ ତ ଛାଡ଼ିଛ ମୁଁ ଜଣେ ସାଧା ସିଧା ଝିଅଟିଏ। ତମେ ମାନେ ଏମିତି ବୁଲେଇ ବଙ୍କି କହିଲେ ମୁଁ ବା କେମିତି ବୁଝିବି କହିଲ? ଇମା କଣ କହିଲ ଏ ପର୍ଯ୍ୟନ୍ତ ବି କିଛି ବୁଝିପାରିଲନି? ନା ଲୋ ନା ଏ ଭଗବାନ ଆଉ ତାରେ କହିବାକୁ ପଡିବ କିଲୋ? ମା ଆଉ ପୁଣି ଅଛି ହଁ କହିଲ ଦେଖି ବୋଲ କଣ? ମନା ଏସି ଛାନା ଛାନା ଏ ଜମା ମନ ଏସି ଛାନା ଛାନା ଉଦି ଯେ ଉଦିଆ ଛାନା গো কলা মরকে মনা দিন ময়দানে সপন দেখুছ ইটাকে তোমার ছলনা দিন ময়দানে সপন দেখুছ ইটাকে তোমার ছলনা ফুটিছে যৌবান এ জমা ফুটিছে যৌবান মান মারাট চিনা দো মান মারাট চিনা তোমাকি যায় নে নাই ওই জানি গাগরা ঝড়ি গলানা তোমাকি যায় নে নাই ওই
जानी कागर जड़ी गलान रुक जाए सुख पाए बसते रुक जाए सुख पाए बसते अरे जमा বউলো তা তুমি কিচ্ছু বি বুঝি পাও না কিলো আলু সাঙ্গ আরে জমা এইনে মু কিছু কিছু বুঝি পারছি বউলো দম ধরি করি रिरालो जे रसिया पीला रसी बारसे दाम धरी करी रहलो जे रसिया पीला रसे बारसे ଆଲୁ ବଉଲୋ हेलो ଏଇ ମୋ ମନ କଥା ଜାଣିବା ପାଇଁ ତମେ ମାନେ ଏମିତି ଅସ୍ଥିର ହେଉଛ हेलो ଆଲୁ ସାଙ୍ଗ ସମୟ ଆସିବ ଦେଖିବ ମୋ ମନ କଥା ନିଶ୍ଚୟ ତମକୁ ଖୋଲି କହିବି हेलो ହେଲେ ସାଙ୍ଗ ହଁ ଜମା ଆଜି ତ ଅନେକ ସମୟ ହେଇଯାଇଛି ହଁ ପରା। ଚାଲୁନ ସାଙ୍ଗ ଏତିକିରେ ବୁଲାବୁଲି କାର୍ଯ୍ୟ ବନ୍ଦ କରି ଏଇନା ଆମେ ନିଜ ନିଜ ଗୃହକୁ ଫେରିଯିବା ଠିକ ଅଛି ଜମା ତାହେଲେ ଯିବା ଯେ ବାଲୋ ଠିକ ଅଛି আরে বাহ কি সুন্দর এথ্রাপৃষ্টা নীলবর্ণরে অরণ্যটা প্রস্ফুটিত ফুল মহাকারে মহকি উঠেছে গুণুগুণু হয়ে ভ্রমরটা এ ফুলর সে ফুলকু কেড়ে স্বরাগে উড়ি বুলুছে
କୁକୁ ହୋଇ କୋଇଟି ମଧ୍ୟ ଗାଉଛି। ଧନ୍ୟ ଧନ୍ୟ ତୁମେ ସୃଷ୍ଟିକର୍ତ୍ତା, ଧନ୍ୟ ତୁମ ବିହୀନ ଏଇ ଚିରଭରା ଅରୁଣକୁ ଦେଖି ମନ ମୋର କାହିଁ ଯାଏ କେତେ ଯେ ମନ ଲୋଭା ଗୀତ। सागर कुमार दसु प्रवारा दसु जल सिंह मोर पियारा। सागर कुमार दसु प्रवारा दसु जल सिंह मोर पियारा। बयस जा अष्टादेश तनुरिता परवेश क्रमे कुसुम बनी छुमितानी ताने क्रमे फूला बने छुमितानी ताने क्रमे फूला बने छुमितानी ताने क्रमे फूला बने। भ्रमण सागर चरण सिंहठानी रे कमाई बलिष्ठ तरुण आदि चतनी करिछ कठन धन्य धन्य सृष्टिकर्ता हे चतुरा नाना। खेली भूले फुलरू से फुली प्रभात बेहरण छुमी तानी ताने क्रमे फूला बने छुमी तानी ताने क्रमे फूला बने छुमी तानी ताने क्रमे फूला बने। अरे वाह सतरे तो फगुणर आगमन के सुंदर देखा जाए अरण्यटा। अरे भ्रमी भ्रमी मध्य अनेक दूर को चली आसिली हेली हेले आज जाई मो बाबा को अनुमति मागे चली जीव को हवा से माँ मंगला मंदिर को। हाँ हाँ एठी आ डेरी करवा ठीक हवानी मु जाए मो बाबा को अनुमति मागे चली जीवी से माँ मंगला मंदिर को। किरे सागर अरे कौन है रे बाबा अरे एपटे सेपटे तरतर ही बोलुछु जे बाबा हाँ आपण पुणी एठी अरे हाँ रे ए पाख जंगल रे बुलाबुली करथली हठात तो देखिली पुआ मोर कोड भाई एपटे सेपटे तरतर ही बोलुची भाबिली जे देखा करिवि पुआ रे धन रे कौन है बापा बाबा हाँ मु मध्य आपण के सामक को आछली मो पाख को आछथिल हाँ बाबा कि तू काहे की बाबा बाबा
ଆଜି ତ ମୁଁ ଶସ୍ତ୍ର ବିଦ୍ୟାରେ ପାରଦର୍ଶିତା ଲାଭ କରିଛି। ଜାଣିଛି ଧନ। ତେଣୁ ତେଣୁ ମୁଁ ଚାହୁଁଛି ବାବା ସେଇ ମା ମଙ୍ଗଳାଙ୍କୁ ଦର୍ଶନ କରିବା ପାଇଁ ମଙ୍ଗଳା ମନ୍ଦିରକୁ ଯିବି ବାବା। ମଙ୍ଗଳା ମନ୍ଦିର ଯିବୁ? ହଁ ବାବା। ନାଇଁରେ ବାବା। ବାବା ଆରେ ମଙ୍ଗଳା ମନ୍ଦିର କୋଉଠି ଅଛି ଜାଣିଛୁ? ଆରେ ମଙ୍ଗଳା ମନ୍ଦିର ଅଛି ଅନେକ ଦୂର, ନିଘଞ୍ଚ ଅରଣ୍ୟ, ହିଂସ୍ର ଜନ୍ତୁ ପରିପୂର୍ଣ୍ଣ ସେ ସ୍ଥାନ। ସେ ବିପଦପୂର୍ଣ୍ଣ ସ୍ଥାନକୁ ତତେ ଛାଡ଼ିବି ନାଇଁରେ ବାବା, ତତେ ମୁଁ ଛାଡ଼ି ପାରିବିନି। ବାବା ଆପଣ ପୁଣି ଭୟ କରିଛନ୍ତି? ଆରେ ଆପଣଙ୍କ ଶସ୍ତ୍ର ବିଦ୍ୟାର ଉପରେ ମୁଁ ନିପୁଣା, ପୁଣି ଆପଣ ଭୟ କରିଛନ୍ତି ବାବା? ନାଇଁରେ ବାବା, ବାବା। ସେମିତି ମୁଁ କହୁନି। ମୁଁ ମନା କରିବାର ଅର୍ଥ ହେଉଛି ସେଇଟା ହେଉଛି ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ସ୍ଥାନ, ଆଉ ସେଇଥିପାଇଁ ସେ ବିପଦପୂର୍ଣ୍ଣ ସ୍ଥାନକୁ ଆମେ ଯିବା ଆବଶ୍ୟକ ନାହିଁ। ବାବା। ହଁ, ଯଦି ତୋର ଇଚ୍ଛା ହେଉଛି ମାକୁ ଏଇଠି ଦର୍ଶନ କରିଦେ, ମା ତୋର ମଙ୍ଗଳ କରିବେ। ବାବା ମୋତେ ଥରୁଟେ ଅନୁମତି ଦିଅନ୍ତୁ ନା। ଆରେ ସାଗର କାହିଁକି ଏତେ ଜିଦ୍ ଧରୁଛୁ ବାବା? ଅନୁମତି କଣ ହେଲା ଅନୁମତି? ପୁଣି ତୋତେ? ନାହିଁରେ ବାବା, ମୁଁ ଦେଇପାରିବିନି। ଦିଆ ହେ ପିତା ମୋହରି ଦେବୀ ଦାସନେ ଯିବି ଦିଆ মেলানি বাবা ସାଗର अनुमति दिया है पिता मोहरी देवी दासन जीवी दिया मेलनी माँ मंगला दर्शन करिबी मु बड़े मन माँ से अनुमति दिया है पिता मोहरी देवी दासन जीवी दिया मेलनी माँ मंगला दर्शन करिबी मु बड़े मन माँ से बाबा ନାଇଁ ବାବା, ତୁ ଯାହାକୁ ପଛେ ତତେ ମୁଁ ଛାଡ଼ି ପାରିବିନି ରେ। ଆରେ ତୁ ପରା ମୋ ଛାତିରେ କଳିଜା, ତତେ ମୁଁ କେମିତି ଛାଡ଼ି ରହିପାରିବି? ନାହିଁରେ ଧନ, ତତେ ମୁଁ ଛାଡ଼ିକି ରହିପାରିବିନି। ବାବା ହଁ ରେ ବାବା। ଆପଣ ତ ଜାଣିଛନ୍ତି କଣ? ଜନ୍ମ ହେବା ମାତ୍ରକେ ମୁଁ ମାତାଙ୍କ ମୁଖ ଦେଖିନି। ନାଇଁ ବାବା, ସେମିତି କହିବୁନି। ସେଇ ମା ମଙ୍ଗଳାଙ୍କୁ ଭାବି ନେଇଛି ମୁଁ ନିଜ ମା ବୋଲି। ଆପଣ ଅନୁମତି ଦେବେନି ବାବା? ଜାଣିନି ମୁଁ କିଏ ଜନ୍ମ କଲା ଦେଖିନି ତା ମୁହଁ ଛାଡ଼ି ଚାଲିଗଲା। ବାବା ତୁମଠୁ ପାଇ ସ୍ନେହ ମମତା ପାଇବି ଯେ ସଖୀ କୌଶଳର କଳା ଅନୁମତି ଦିଅ ବାପା ରଖିବି ମୁଁ ତୁମାରି ନା ମା ସେ ମା अनुमति दिया है पिता मोहरी देवी दासन जीवी दिया मेलनी माँ मंगला दर्शन करिबी मु बड़े मन माँ से ଅନୁଭୂତିଟା ଅଛି ରେ ବାବା, ନିଶ୍ଚୟ ଅନୁଭୂତି ବି। ତାହେଲେ ଅନୁମତି ଅଛି ବାବା? ନିଶ୍ଚୟ ଅଛି ବାବା। ଆରେ କାହିଁକି ମନା କରିବି? ଆଉ ମୁଁ ମନା କଲେ ତୋ ମନଟା ଭାରି କଷ୍ଟ ହବ ନାଇଁ? ଆରେ ତୋ ମନ ଯଦି କଷ୍ଟ ହବ, ମୋ ମନ କ'ଣ କଷ୍ଟ ହବନି ବାପା? ନାହିଁ ଧନ, ତୁ ଯା, ତୋର ଯଦି ଇଚ୍ଛା ହଉଛି ମଙ୍ଗଳା ମନ୍ଦିର ମାଆକୁ ଦର୍ଶନ ସାରି ଚଞ୍ଚଳ ଫେରି ଆସିବୁ, ବିଳମ୍ବ କରିବୁନି ବାବା। ନା ବାବା, ମୁଁ ଚଞ୍ଚଳ ଯାଇ ମାଙ୍କୁ ଚଞ୍ଚଳ ଦର୍ଶନ କରି
ଚଞ୍ଚଳ ଫେରି ଆସିବି ବାବା। ଠିକ ଅଛି ବାପା, ତେବେ ଯା, କିନ୍ତୁ ସତର୍କରେ ଯିବୁ, ଅସ୍ତ୍ର ଶସ୍ତ୍ର ନେଇକି ଯାଇଥିବୁ, ଆଉ ଚଞ୍ଚଳ ମାକୁ ଦର୍ଶନ କରି ଫେରି ଆସିବୁ। ଠିକ ଅଛି ବାବା, ତାହେଲେ ମତେ ଆଶୀର୍ବାଦ କରନ୍ତୁ ବାବା, ମୁଁ ଯେମିତି ଭଲରେ ଭଲରେ ଫେରି ଆରେ ଆସିବି। ମୋ ଆଶୀର୍ବାଦ ସଦା ସର୍ବଦା ଅଛି ରେ ବାପା, ସଦା ସର୍ବଦା ଅଛି। ତେବେ ଯା ବାପା, ଯା ମଙ୍ଗଳା ମନ୍ଦିର ଯା। କଣ ଆଉ କରିବି, ପିଲାଟା ଏମିତି ଜିଦ୍ଧରେ ବସିଲା ଯେ ସେ ମଙ୍ଗଳା ମନ୍ଦିର ଯିବା ପାଇଁ। ଆରେ ଯାଉ, ମାକୁ ଦର୍ଶନ ସାରି କରି ଶୀଘ୍ର ସେ ଫେରି ଆସିବ। ଯଦି ତାକୁ ମନା କରିଦେବି ତା ମନଟା ଭାରି କଷ୍ଟ ହବ। ବାପା ମା ଛେଉଣ୍ଡ ପିଲାଟା ଛୋଟବେଳେ ବାପା ମା ହରାଇଛି, ଆରେ ତାକୁ ମୁଁ ପଳି ବସି ମଣିଷ କରିଛି ତାକୁ ମୁଁ, ଆଉ ସେଇଟା ପୁଣି ଗୋଟେ ରାଜପୁତ୍ର ପରି। ଛାଉ, ମାକୁ ଦର୍ଶନ ସାରି ଚଞ୍ଚଳ ଫେରି ଆସିବ। ହେ ମା ବନ ଦୁର୍ଗା, ମୋ ପୁଅର ଚଲାପଥ କୁସମିତ ହଉ ଲୋ ମା, କୁସମିତ ହଉ। ଯାଏ, ତେଣେ ମୋର ଅନେକ କାମ ଅଛି। हे प्रभु आर्त त्राण दिन बांधव, ए कि तुम विचित्र नीला ठाकुरे, ए कि तुम विचित्र नीला। आज को दीर्घ 18 वर्ष हो गला मो बंधु आदित्य नारायण राज्य रे नहांती कि तांको पुत्र सागर चरण भी नहांती। पढ़िला झिया को तो घरे रखी हबनी, हेले कौन करी ठाकुरे, मुझे निरुपाय। और ठाकुरे मुझे निरुपाय ना, निश्चय सेनापति दिग्विजय सिंह सहित वार्तालाप करने को पड़ो। से किछि ना किछि बाटटा देखाइबे। हाँ, निश्चय बाट देखाइबे। सेनापति दिग्विजय, जय काशीराज अधीश्वर महाराज मरकत केसरींकर जय हेउ। जय काशीराज अधीश्वर महाराज मरकत केसरींकर जय हेउ। प्रणाम घेरंतो महाराज। उठ सेनापति दिग्विजय, सेनापति दिग्विजय। महाराज, काशी राज्यर जनप्रजा कण कुशल अछंती? आपणक सुशासन जोगु ए राज्यर जनप्रजा समस्त कुशल अछंती महाराज। हेले महाराज, आपण तो चिंतित थिला परि जणा पडुछंती। कोन हेछि आपणकर? कोन भाबुछंती आपण? महाराज ए जट, आज्ञा अरे महाराजक मुखमंडल देखि पारुछु। सेई कथा तो आज्ञा कौन है आज्ञा? जदि हजि जाइले खोजिकी आनिबा भांगी जाइले घड़ीबा भाई चेष्टा कहतु महाराज, कौनटा असुविधा है तुरंत महाराज, मनर कथा को मन भितर चापी रखिले मनटा कष्ट होई थाए। आ मनर कथा को खूब परिप्रकाश करदेले मनटा हालुका लागे। सेनापति दिग्विजय, अरे तुम्हें तो जानिछ मो बंधु आदित्य नारायण को कथा देइथिली तांको पुत्र सागर चरण सहित मो झियो सामुकार विवाह करिया पई। सेटा समस्त जानि छथि महाराज, आमे भी जानि छु। आपण मो मंत्री सहित सम्मति करिथिले आ मंत्री पुआ को आपणक झियो सामुक प्रदान करबा पई निष्पत्ति नैथिले। हेले जट, आज्ञा अरे मंत्री देखा जाऊ नांती कि मंत्री पुत्रटा रे अब अनेक खोजिछु। हां, आम राज्य छाड़ी अन्य पड़ोसी राज्य रे मध्य खोजिछु, हेले कोठारी भी तांकर देखा दर्शन आपण विश्वास करिबेनी महाराज,
ମୁଁ ଛୋଟା କୋଲା ଲୋକ ତ ଜଙ୍ଗଲ ବଡ଼ ପର୍ବତ ଘେରାକୁ ବୁଲି ବୁଲି ଥାକି ଗଲି କିନ୍ତୁ ତାଙ୍କର ଟେର ପାଇପାରିଲିନି। ହଁ ତୁମେ ତ ଜାଣିଛ ଜଟ, ଆଜ୍ଞା ମହାରାଜ। ଆରେ ଘରେ ବଢିଲା ଝିଅ ଆଉ ଝିଅକୁ ତ ରଖି ହବନି। ତେଣୁ ମୋ ଝିଅ ଶାମୁକା ପାଇଁ ହିଁ ମୁଁ ଚିନ୍ତିତ। ସେନାପତି ମହାରାଜ ମୋ ଝିଅ ଶାମୁକା ପାଇଁ ହିଁ ମୁଁ ଚିନ୍ତିତ। ବଢିଲା ଝିଅ ଘରେ ଥିଲେ ସମସ୍ତେ ଏମିତି ଚିନ୍ତା ପ୍ରକଟ କରିଥାନ୍ତି ମହାରାଜ। ହେଲେ ଆପଣ ଜମାରୁ ଚିନ୍ତା କରନ୍ତୁନି। ଆମ ଜେମା ଦେଇ ପାଇଁ ସ୍ୱୟଂବର କରିବା, ସ୍ୱୟଂବର। ସେନାପତି এই পড়োশী রাজ্যর যেতে রাজকুমার অছন্তে সমস্ত নির্বন্তন ভারত ঘেনি আসবা ଆଉ ଏ କାଶୀ ରାଜ୍ୟରେ ସ୍ୱୟଂବର କରିବା, ସ୍ୱୟଂବର। ସେନାପତି ଦିଗ୍ବିଜୟ ମହାରାଜ ଆରେ ତୁମେ ତ ମୋ ଚିନ୍ତା ଦୂର କରିଅଛ। ହଁ ନିଶ୍ଚୟ ମୋ ଝିଅ ଶାମୁକା ପାଇଁ ଏ କାଶୀ ରାଜ୍ୟରେ ସ୍ୱୟଂବରର ଆୟୋଜନ କରିବି। ନା 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 ନାହିଁ। କଣ ନା 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 ନାଇଁ? କଣ ନାଇଁ? ଆପଣମାନଙ୍କ କଥାରେ ମୁଁ କେବେ ଏକମତ ନୁହଁ। କାହିଁକି? କାହିଁକି ନା ଆମ ରାଜଜେମା ପାଇଁ ମୁଁ ହିଁ ନିଜେ ବର ପାତ୍ର ଯୋଗାଡ଼ କରିକି ରେଡି କରିବି। ଏବେ ତୋରି ପାଇଁ ତୁ ନିଜେ ଯୋଗାଡ଼ କରିପାରିଲୁନି, ଆଉ ଜେମା ଦେଇ ପାଇଁ କଣ ଯୋଗାଡ଼ କରିବୁ? ଆରେ ବାବୁ ଆମକୁ କଣ ମିଳିବେ? ଆମ ଛୋଟା କୋଲା ଲୋକକୁ କେବେ ମିଳିବେ ନାହିଁ। ତେଣୁ କରି ଆମ ରାଜଜେମା ପାଇଁ ମୁଁ ହିଁ ବର ପାତ୍ର ରେଡି କରିବି। ଏବେ କିଏ ସେ ଭାଗ୍ୟବାନ ପୁରୁଷ? କିଏ ସେଇ ଭାଗ୍ୟବାନ ପୁରୁଷ? ଆଉ କଣ ଏବେ ଜାଣିବୁନି? ତୁମେ ଜାଣିବ, ତୁମେ ଜାଣିଦେଲେ କଣ ছেড়ে জানিব? ভাষ্য ଖରାପ କରୁଛନ୍ତି। ଗୁମାସ୍ତା ଜଡ଼ପାତ୍ର ଆଜ୍ଞା ମହାରାଜ। ଆରେ କିଏ ସେ ଯୋଗ୍ୟପାତ୍ର? ଶୀଘ୍ର ପ୍ରକାଶ କର। ଆଜ୍ଞା ଆପଣଙ୍କ ନିଜ ଲୋକ, ଆପଣଙ୍କର ଖାସ ଲୋକ। ଆପଣ ଦେଖି ଦେଖିକିରି କାହିଁକି ଅଣଦେଖା କରୁଛନ୍ତି? କଣ କହିଲ? ମୋ ନିଜ ଲୋକ, ମୋ ଖାସ ଲୋକ? ଆରେ ମୁଁ ଦେଖି ଦେଖି ଅଣଦେଖା କରୁଛି? ଜଟ ଆରେ ବୁଲେଇ ବଙ୍କେଇ ନ କହି ସିଧା ସଳଖ କହ, କିଏ ସେ ଯୋଗ୍ୟ ପାତ୍ର? ଆମ ସେନାପତି ଦିଗ୍ବିଜୟ ବାବୁ ଦେଖିବାକୁ ବଳିଷ୍ଠ ଯୁବକ, କୌଣସି ରାଜକୁମାର ଠାରୁ ମଧ୍ୟ କମ୍ ନୁହନ୍ତି। ତେଣୁକରି ଆଜ୍ଞା କୋଟି ଜନ୍ମର ତପ ବଳେ ଏମିତିଆ ଜୟ ମିଳିବ ଏଇ କାଶୀ ରାଜ୍ୟ ତଳେ। ତେଣୁକରି ରାଜଜେମାକୁ ଆମ ସେନାପତି ଭଳିଆ ବର ଆଉ ଖଣ୍ଡମଣ୍ଡଳରେ ମିଳିବ ନାହିଁ। ଜାଣିଛନ୍ତି ଆମ ସେନାପତି ବାବୁର ଗୁଣଟା, ମଦ କି ଗୋଟାଏ ପିଢ଼ି ଖଳେ ଟାଣନ୍ତି ନାହିଁ, ସବୁ ବାଟେ ସେ ଧୁରନ୍ଧର। ତେଣୁକରି ମହାରାଜ ଆମ ସେନାପତି ଆଉ ରାଜଜେମାକୁ ବରାବର ହିସାବରେ ବାହାଘର କରେଇ ସାରିଦେବା କଥା। ଚୁପ୍ କର। କଣ କହିଲୁ? ମୋ ଝିଅ ପାଇଁ ବରପାତ୍ର ଖୋଜି କାଢିଛୁ ନାହିଁ? ହଁ ମା ହଁ ହଁ। ତା ପୁଣି ସେନାପତି ବାବୁ, ସେନାପତି ବାବୁ ସେ ଗୁଣ କଣ ଜାଣିଛୁ? ସେ ଗୋଟାଏ ଲମ୍ପଟ, ସେ ଗୋଟାଏ ମଦୁଆ, ସେ ଗୋଟାଏ ଚୋର, ସେ ଗୋଟେ ଚରିତ୍ରହୀନ। ଆରେ ତା ପାଇଁ ମୋ ଝିଅ ପାଇଁ ବରପାତ୍ର ଖୋଜି କାଢିଛୁ ନାହିଁ? ଏ ଜଟ ତୁ ଯେତିକିରେ ଲୋକ ସେତିକି ଥିବୁ ଜାଣିଛୁ? ଏବେ ଶଳା ବାମନ ହେଇ ଚାନ୍ଦକୁ ହାତ ବଢାଉଛୁ। କଣ କହିଲୁ? ମୁଁ କହିଥିଲି ତୋତେ? ନାଇଁ। ନାଇଁ ନାଇଁ, ଏଇ ପ୍ରସ୍ତାବ ଆଗତ କରିବା ପାଇଁ ମୁଁ ତୋତେ କହିଥିଲି। କାହିଁକି କହିଲୁ? କାହିଁକି କହିଲୁ? ନାଇଁ ନାଇଁ, ଆମେ କଣ ରାଜା ଘର ଝିଅ ବାହା ହେବା ପାଇଁ ଯୋଗ୍ୟ? ଆରେ ଆମେ ହେଉଛୁ ଚାକର। ଚାକର ହେଉଛି ଗୋଟେ ପୋଷା କୁକୁର। ନାଇଁ, ତୋରି ପାଇଁ ମତେ ଆଜି ଅପମାନ ଶୁଣିବାକୁ ମିଳିଲା। ରାଣୀମା କଣ କହିଲେ? ମଦୁଆ ଲମ୍ପଟ ଚୋର ଚରିତ୍ରହୀନ ତୋରି ପାଇଁ ଛାଡ଼ିବିନି, ମାରିଦେବି, ମାରିଦେବି। ସେନାପତି ଦିଗ୍ବିଜୟ ଆରେ ସେ ତା ମନ କଥା କହିଦେଲ ବୋଲି ତାକୁ କଣ ମାରିଦେବ? ମୁଁ କହିଥିଲି, ନାଇଁ ମୁଁ କହିଥିଲି ତାକୁ এই ପ୍ରସ୍ତାବ ଆଗତ କରିବା ପାଇଁ, ନା ମୁଁ ଆପଣଙ୍କ ଝିଅକୁ ବାହା ହେବା ପାଇଁ ଯୋଗ୍ୟ? ଆରେ ବୁଝିପାରୁଛି ତୁମ ମନ କଥା ସେନାପତି ଦିଗ୍ବିଜୟ, ମୁଁ ବୁଝିପାରୁଛି ତୁମ ମନ କଥା। ମହାରାଣୀ ବେଦମତୀ ତୁମକୁ ଏପରି ଲଜ୍ଜିତ କରିବାର ନଥିଲା, ସେଥିପାଇଁ ମୁଁ ମଧ୍ୟ ଦୁଃଖିତ। ହେଲେ ତୁମେ ଦେଇଥିବା ପ୍ରସ୍ତାବ ହେବ ମୋ ଝିଅ ଶାମୁକା ପାଇଁ ଏ କାଶୀ ରାଜ୍ୟରେ ସ୍ୱୟଂବରର ଆୟୋଜନ କରାଯିବ। ହେଲେ ମହାରାଜ ଗୋଟିଏ କଥା ମନେ ରଖନ୍ତୁ, ସ୍ୱୟଂବର କରିବା ପୂର୍ବରୁ ଜେମା ଦେବୀଙ୍କୁ ପଚାରନ୍ତୁ। କାହିଁକି ନା
ଆଜିକାଲିକା ଝିଅ ପିଲାମାନଙ୍କୁ ବିଶ୍ୱାସ ନାହିଁ। ଏପଟେ ବାପା ମା ବରପାତ୍ର ଯୋଗାଡ଼ କରି ସାରିଥିବେ, କିନ୍ତୁ ସେପଟେ ଝିଅଟା କାହାକୁ ମନେ ମନେ ଭଲ ପାଇ ବସିଛି। ଶାମୁକା ସେ ଭଳି ଝିଅ ନୁହଁ। ସବୁ ବାପା ମା ଏମିତି କହିଥାନ୍ତି ମହାରାଜ। ଆରେ ମୋ ଝିଅ ସେମିତିକା ଝିଅ ନୁହେଁ ବୋଲି। କିନ୍ତୁ ଏ କଳି ଯୁଗର ଝିଅମାନଙ୍କୁ ବିଶ୍ୱାସ କରନ୍ତୁନି। ଏମାନେ ଘରେ ଘରେ ଗଣେଶ ପୂଜା, ବାହାରେ ସରସ୍ୱତୀ। ଆବେ ଜଜ, ମୁହଁ ସମ୍ଭାଳି କଥାବାର୍ତ୍ତା କର। তোর তো সাহস বেশি হচ্ছে নাই। ଠିକ ଅଛି ବେଦମତୀ, স্বামী ଶୀଘ୍ର ମୋ ଝିଅ ଶାମୁକାକୁ ଡକାଅ। ସମ୍ମୁଖେ ମୋହର। এনে মু ডাকুছি। শামুকা, এ শামুকা, শামুকা লো। ମା শামুকা, ବାପା ଶାମୁକା, ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରନ୍ତୁ। ବାପା ଶାମୁକା, ମୋତେ ଡାକୁଥିଲେ? ଶାମୁକା, କଣ ହେଇଛି ବାପା? ତୋଠାରୁ ଗୋଟିଏ ମତାମତ ନେବାର ଅଛି ଲୋ ମା। କଣ କହିଲେ? ମୋ ଠାରୁ ପୁଣି ମତାମତ ନେବେ? ହଁ କଣ ସେ କଥା କି ବାପା? ଶାମୁକା, ବାପା ତୋ ପାଇଁ ଏ କାଶୀ ରାଜ୍ୟରେ ସ୍ୱୟଂବରର ଆୟୋଜନ କରିଛି। କଣ କହିଲେ? ମୋ ପାଇଁ ସ୍ୱୟଂବର ରଖିଛନ୍ତି? ହଁ ଏ ତ ବହୁତ ବଡ଼ ଖୁସିର କଥା ବାପା। ତମେ ଯାହା ବି ନିଷ୍ପତ୍ତି ନେବ ତମ ଝିଅ ଶାମୁକା ପାଇଁ, ସେଇ କଥାରେ ତମ ଝିଅ ଶାମୁକା ଏକମତ। ତାହେଲେ ସ୍ୱୟଂବର କାର୍ଯ୍ୟଟା ଆଗେ ନେବି କି ଲୋ ମା? ବାପା ମୁଁ କଣ କହୁଥିଲି କି, କଣ ଲୋ ମା? ମୁଁ ନା ମା ମଙ୍ଗଳା ପାଖରେ ସପ୍ତାହବାର ମାନସିକ ରଖିଛି। ସେ ମାନସିକ ପୂରଣ ନ ହେବା ଯାଏ କେବେ ହେଲେ ଏ ସ୍ୱୟଂବର କାର୍ଯ୍ୟରେ ଯୋଗ ଦେଇପାରିବିନି। ଶାମୁକା, ତୁ ତ ଉଚିତ ନିଷ୍ପତ୍ତି ନେଇଥିଲୁ। ବାପା ତୋ ସ୍ୱୟଂବର ପୂର୍ବରୁ ତୁ ମା ମଙ୍ଗଳା ଦର୍ଶନ କରିବା ନିହାତି ଜରୁରୀ। ନିଶ୍ଚୟ ବାପା। ତାହେଲେ ନିଶ୍ଚୟ ତୁ ମା ମଙ୍ଗଳା ଦର୍ଶନ କରିବୁ। ହେଲେ ତୋ ସହିତ ଯିବ ଏ ଗୁମାସ୍ତା ଜଟପାତ୍ର ମଧ୍ୟ। କଣ କହିଲେ? ମୋ ସହିତ ଜଟମଉସା ଯିବେ? ହଁ ହେଲେ ବାପା ତମେ ତ ଜାଣିଛ ଜଟମଉସା ବୟସ୍କ, ଆଉ ଏମିତି ଦେଖିବାଲେ ଛୋଟା ମଣିଷଟିଏ। ଏତେ ଦୂର ବାଟେ ଜଙ୍ଗଲ ରାସ୍ତା, ସେ କୋଳି ଯାଇପାରିବେ? ନିଶ୍ଚୟ ଯାଇପାରିବ ଲୋ ମା। ଠିକ ଅଛି, ଯାହା ତମ ଇଚ୍ଛା। ଜଟ, ଏ ଜଟ, ଆଜ୍ଞା, ମହାରାଜାଙ୍କ ଆଦେଶ ହେଇଛି। କି ଆଦେଶ ଅଛି? ଆରେ ଯେମା ଦେଇ ଯିବେ ମଙ୍ଗଳା ମନ୍ଦିର ମା ମଙ୍ଗଳାକୁ ଦର୍ଶନ କରିବା ପାଇଁ। ମୁଁ ସେଠି କ'ଣ କରିବି? ଏବେ ଯେମା ଦେଇ ସହିତ ତୁ ଯିବୁ। ତୁ ଯାଇ ଯେମା ଦେଇଙ୍କୁ ସୁରକ୍ଷା ପ୍ରଦାନ କରିବୁ। ମୋତେ କିଏ ସୁରକ୍ଷା ଦେବ? ଆଉ ତୁ ମନେ କ'ଣ ଅସୁବିଧା ହେଇଯିବ? ଯେ ମୁଁ ଯାଇପାରିବିନି, ମୋର ବହୁତ ଅର୍ଜେଣ୍ଟ। ଏଇଟା ହେଉଛି ମହାରାଜାଙ୍କ ଆଦେଶ। ନା। ସେଇ ଆଦେଶ ପାଳନ କରିବାକୁ ତୁ ବାଧ୍ୟ। ମୁଁ ଯାଇପାରିବିନି, ବହୁତ କାମ ଅଛି। ଆଉ ଏ ଜଟ, ଆଜ୍ଞା ମହାରାଜ। ମଙ୍ଗଳା ମନ୍ଦିର ଯିବା ପାଇଁ ପ୍ରସ୍ତୁତି କର। ଯଥା ଆଜ୍ଞା ଛାପୁ। ଶାମୁକା, ବାପା ତାହେଲେ ତୁ ବିଳମ୍ବ ନ କରି ଶୀଘ୍ର ମା ମଙ୍ଗଳା ଦର୍ଶନତେ ବାହାରି ପଡ଼ିଲ ମା। ନିଶ୍ଚୟ ବାପା, ତମେ ତ ମୋତେ ଆଶୀର୍ବାଦ କର ଯେମିତି ମା ମଙ୍ଗଳାକୁ ଦର୍ଶନ କରି ପୁଣି ଥରେ ଫେରି ଆସିବେ ନିଜ ସ୍ୱରାଜ୍ୟକୁ। ନିଶ୍ଚୟ ଲୋ ମା। ମା ମଙ୍ଗଳ ତୋର ମଙ୍ଗଳ କରନ୍ତୁ ଲୋ ମା। ମହାରାଜ, ମୋତେ ବି ଆଶୀର୍ବାଦ କରନ୍ତୁ ଯେମିତିକି ସେ ଜଙ୍ଗଲ ଭିତରେ ବାଘ ଆଉ ଭାଲୁଟା ନ ଖାଇଯାଆନ୍ତୁ। ଆବେ ଜଟ, ଆଜ୍ଞା ଆରେ ଶୁଭ ବେଳାରେ ଅଶୁଭ ବାକ୍ୟ କାହିଁକି ବାଜୁଛୁ? କ'ଣ କରିବି ଆଜ୍ଞା? ଦୌଡ଼ି ପାରିବି ନାହିଁ ନା, କୁକୁରକୁ ଦେଖିଦେଲେ ପଡ଼ିଯିବି ତଳେ। ତେଣୁକରି ଆଜ୍ଞା ମୁଁ ଏ ଜଟ, ମହାରାଜ। ବୃଦ୍ଧା ବାକ୍ୟ ଆଡ଼ମ୍ବର ନ କରି ଶୀଘ୍ର ଚାଲିଯା ମଙ୍ଗଳୀ ମନ୍ଦିର। ଆସୁଛି ଆଜ୍ଞା। ଏ ଜଟ, ନା
ମୋ ଝିଅକୁ ଭଲ କି ଆଣିବୁ ଜାଣିଛୁ? ମୁଁ ଯଦି ଭଲ କରି ଆସିଲେ ତୁମ ଝିଅ ବି ଭଲ କରି ଆରେ ତୁ ବି ଭଲ କି ଆସିବୁ, ମୋ ଝିଅକୁ ବଡ଼ ବଡ଼ କି ଆଣିବୁ ଜାଣିଛୁ? ଯା। ସେନାପତି ଦିଗ୍ବିଜୟ, ମହାରାଜ ତୁମେ ତୁମ କାର୍ଯ୍ୟରେ ଲାଗି ପଡ଼। ଠିକ ଅଛି ମହାରାଜ, ନିମନ୍ତ୍ରଣ ବାର୍ତ୍ତା ଘେନି ଯିବି। এই ପଡ଼ୋଶୀ ରାଜ୍ୟର ଯେତେ ରାଜକୁମାର ଅଛନ୍ତି ସମସ୍ତଙ୍କୁ ଦେଇ ଆସିବି। ତାହେଲେ ମୁଁ ଯାଉଛି ବିଶ୍ରାମ ପ୍ରକୋଷ୍ଠ। ମହାରାଜ ତେବେ ଯିବା ପ୍ରିୟ। ତେବେ ଚାଲ ସ୍ୱାମୀ। অপমান, ঘোর অপমান। କିଏ ଯଦି ଏକଥା କହିଥାନ୍ତା ମତେ ଏତିକି ବେଳେ ମୁଁ ସିଧା ଆତ୍ମହତ୍ୟା କରି ନାଇବେ, ମୁଁ ଆତ୍ମହତ୍ୟା କରିବିନି। ଆଉ କଣଟା କରିବି? আরে মু কা পুরুষ নুয়ে যে আত্মহত্যা করব। নয় নয় নয়, প্রতিশোধ নেবি। ପ୍ରତିଶୋଧ প্রতিশোধ প্রতিশোধ। କେମିତି ପ୍ରତିଶୋଧ ନେବେ? এই জট, ଆଜ୍ଞା আরে তু কহু কহু কহিদেলু, କହିଦେଲି এবে কଣ কহিলু? ରାଜଜେମାକୁ ସେନାପତି ବାବୁ ସହିତ ବାହାଘର କର। এ রানীটা কଣ কহিবা কথা? ହଁ କି ନା দিটা অক্ষর। ଅକ୍ଷର କହିବା କଥା। হেলে রানীটা কଣ কহিলা? ଆପଣ ଜଣେ ମଦୁଆ, ଚୋର, ଲମ୍ପଟ, ଚରିତ୍ରହୀନ। এতে লোকଙ୍କ সম্মুখরে, এতে লোকଙ୍କ সম্মুখরে সে রানীটা যে অপমান দেইছি, মারান ছাড়িবিনি। এই নেচবি, এই নেচবি, সে রানীটাকে মারি দেবি। হ্যাঁ? না মারি দেবি। নাই নাই মারান। এ রানী বেদমতি, রানী বেদমতি, 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 তু যে অপমান দেইছু, সে অপমানর কলা ঘন্টাকে হিসাব করিবি। মারান মার মারি দিবি। ତୁମେ ତ ମୋର ଏତେ ଦିନର ଆଶା ଆଉ ଆକାଂକ୍ଷାକୁ ଗୋଟାଏ ମାରି ଶୁଖୁଆ ପୋଡ଼ିରେ ଶେଷ କରିବାକୁ ଯାଉଛ। ଆରେ ବାବୁ, କଥାରେ ଅଛି ଧୀର ପାଣି ପତର କାଟେ, ହରବର ହେଲେ ଆଣ୍ଠୁ ଫାଟେ। ଆଉ ଯୋଉ ଅପମାନଟା ମତେ ଦେଲା, ମୁଁ ବୁଝୁଛି। ଆରେ ତମକୁ ଯେତେ କଷ୍ଟ ହେଇଛି ତାଠାରୁ ମତେ ଅଧିକ କଷ୍ଟ ହେଇଛି। ଅନେଇଲେ ଚାକୁରି ହରବଡ଼ିଆ ହେଇକି କାର୍ଯ୍ୟ କଲେ ହବ କି? ଆଗ ଯିବା ପ୍ରଥମେ ମା ମଙ୍ଗଳାକୁ ଦର୍ଶନ କରି ମଙ୍ଗଳା ମାଙ୍କ ଠାରୁ ଆଶୀର୍ବାଦ ଆଣି ସାରିଲା ପରେ ଯାଇକି ସିନା ଯୁଦ୍ଧ କ୍ଷେତ୍ରକୁ ଆରମ୍ଭ କରିବା। ଚଟ ଆଜ୍ଞା। ପ୍ରକୃତରେ ତୋରି ମୁଣ୍ଡରେ କଣ ଅଛି? ମୋ ମୁଣ୍ଡରେ କଣ ଅଛି? କଚା ନା ରାଜା ଝିଅ ସାମୁ ସାମୁ ସାମୁକା ଯିବା ମଙ୍ଗଳା ଦର୍ଶନ କରିବା ପାଇଁ। ଆରେ ମାଟା ଏତେ ଲୋକଙ୍କ ସମ୍ମୁଖରେ ମତେ ଯେଉଁ ଅପମାନଟା ଦେଲା, ସେଇ ଅପମାନର ପ୍ରତିଶୋଧଟା ନେବି ତା ଝିଅ ଠାରୁ। ମହାରାଣ ଜଟ ଆଜ୍ଞା। ଏମିତି ଖେଳିବି, ଶେଷରେ ରାଜା ଆଉ ରାଣୀଟା ତା ଝିଅକୁ ମୋ ଗଳାରେ ଛନ୍ଦି ଦେବେ। ଅଲବତ ଜଟ ଜଟ ପ୍ରତିଜ୍ଞା କରୁଛି। ସାମୁ 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 ରାଜା ଝିଅ ସାମୁ 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 ମହାରାଣ, ମୋର ଯଦି ନ ହବ କାହାରି ହବାକୁ ଦେବିନି। ସାମୁକା, ଆରେ ସାମୁକା କେବଳ ମୋର। ଏବେ ଚାଲ, ଚାଲନ୍ତୁ ଆଜ୍ଞା। ପ୍ରଥମେ ଯିବା ମଙ୍ଗଳା ମନ୍ଦିର। ଏ ସାମୁକା, ମହାରାଣ ଲୋ, ତୁ ଯଦି ମୋର ନ ହବୁ କାହାରି ହବାକୁ ଦେବିନି। ଆରେ ତୁ କେବଳ ମୋର ଲୋ। ଖେଳଟା ଏଇନେ ଆରମ୍ଭ ହେଇଛି। କ'ଣ ଖେଳଟା କେତେବେଳ ଠାରୁ ଆରମ୍ଭ ହେଇକିରି କେତେ ଯେ ଶେଷ ହେଇସାରିଲାଣି। ଏଇନେ କହୁଛି କ'ଣ ନା
খেলটা আরম্ভ। জট পাত্র মু জট পাত্র ভଲরে ଥିଲେ বেলপତ୍ର ରାଗି ଗଲେ ପୁରା ଚିହ୍ନ ଛଟ